ଗ୍ରୀଷ୍ମ ଛୁଟି ଶେଷ, ନୂଆ ଶିକ୍ଷାବର୍ଷ ଆରମ୍ଭ। ଏହା କେବଳ ନୂଆ ବହି ନୁହେଁ, ନୂଆ ଅଭ୍ୟାସ ସମୟ। ମନେ ରଖନ୍ତୁ ପ୍ୟାରେଣ୍ଟସ୍ ମାନେ ପିଲାଙ୍କର ଶୋଇବା ଏବଂ ଉଠିବା ସମୟ ପୁଣି ଥରେ ସଠିକ କରନ୍ତୁ। ପ୍ରତିଦିନ 20 ମିନିଟ୍ ପଢ଼ାର ଅଭ୍ୟାସ ଆରମ୍ଭ କରନ୍ତୁ। ନୂଆ ଲକ୍ଷ୍ୟ ନେଇ ପିଲା ସହ କଥା ହୁଅନ୍ତୁ। କେବଳ ମାର୍କ ନୁହେଁ, ଶିଷ୍ଟାଚାର, ଆତ୍ମବିଶ୍ୱାସ ଓ ଭଲ ଅଭ୍ୟାସକୁ ମଧ୍ୟ ଗୁରୁତ୍ୱ ଦିଅନ୍ତୁ। ସ୍କୁଲକୁ ଭୟ ନୁହେଁ, ଆନନ୍ଦର ଜାଗା ବନାଅ। ନୂଆ ଶିକ୍ଷାବର୍ଷର ଭଲ ଆରମ୍ଭ ସାରା ବର୍ଷର ସଫଳତାର ଶୀର୍ଷକ ହୋଇ ଉଠିବ। ଯଦି ଆପଣମାନେ ଚାହିଁବେ ଆପଣଙ୍କ ପିଲାକୁ ଏହି ଶିକ୍ଷାବର୍ଷକୁ ଗୋଟେ ନୂଆ ଦିଗରେ ନେଇପାରିବେ, କେବଳ ଆପଣମାନଙ୍କ ହାତରେ ଆଜ୍ଞା, ଆଉ କାହା ହାତରେ ନୁହେଁ। ପିଲା ଚାହିଁଲେ ଭବିଷ୍ୟତରେ ଭୟ କରିବ ସ୍କୁଲକୁ ଯିବା ପାଇଁ। ଆପଣ ଯଦି ଚାହିଁବେ ପିଲା ଏହାକୁ ଆନନ୍ଦର ସହିତ ଶିକ୍ଷାବର୍ଷକୁ ଆହୁରି ଭଲ ଭାବରେ କରିବ। କେବଳ ଆପଣମାନଙ୍କ ହାତରେ ଅଛି ଆପଣଙ୍କ ପିଲାଙ୍କର ଭବିଷ୍ୟତ।